କଥାରେ ଅଛି, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। ବାଳି ରାବଣଠୁ ବି ଅଧିକ ଶକ୍ତିଶାଳୀ ଥିଲା। ସେ ରାବଣକୁ ନିଜ କାଖ ତଳେ 6 ମାସ ପର୍ଯ୍ୟନ୍ତ ଦବେଇକି ରଖିଥିଲେ। ବାଳି ସାମ୍ନାକୁ ଯିଏ ବି ଆସିଲା ତାର ଶକ୍ତି ଅଧା ହେଇକି ସବୁ ବାଳି ପାଖକୁ ଆସି ଯାଉଥିଲା। ଚରିତ୍ର ମାନେ ଖାଲି ପୁରୁଷ ଆଉ ସ୍ତ୍ରୀ ସହିତ ସମ୍ବନ୍ଧ ରଖିବାଟା ନୁହଁ, ଅସଲି ଚରିତ୍ର ନିଜର କର୍ତ୍ତବ୍ୟରୁ ଜଣା ପଡୁଛି। ରାଜାର ଅଧିକାର ଧୃତରାଷ୍ଟ୍ରଙ୍କୁ ତ ମିଳିଗଲା, କିନ୍ତୁ ପୁତ୍ର ମୁହଁରେ ଆସି ଧର୍ମ କ'ଣ ଅଧର୍ମ କ'ଣ ଏସବୁର ଜ୍ଞାନ ସେ ଭୁଲିଗଲେ। ଶ୍ରୀକୃଷ୍ଣ ବି ଡରୁଥିଲେ, ଯଦି ଅର୍ଜୁନକୁ କିଏ ମାରିପାରିବ ସେ ହେଉଛି କର୍ଣ୍ଣ। ନମସ୍କାର, ଜୟ ଜଗନ୍ନାଥ। ପରିଶ୍ରମ କରିକି ଆପଣ ରାଜା ବନିଯାଇପାରନ୍ତି, କିନ୍ତୁ ରାଜାକୁ ବି ଭିକାରୀ ବନିବାକୁ ଅଧିକ ସମୟ ଲାଗେନି ଯଦି ତାର ଚରିତ୍ର ଭଲ ନାହିଁ। କଥାରେ ଅଛି, ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର। ଯଦି ଆପଣଙ୍କ ପାଖରେ 1000 ଭଲ ଗୁଣ ଅଛି, କିନ୍ତୁ ଯଦି ଚରିତ୍ର ଭଲ ନାହିଁ, ତାହେଲେ 1000 ଭଲ ଗୁଣ ଥିଲେ ବି ସେସବୁ ବେକାର ହେଇଯିବ। ରାବଣ ବହୁତ ଶକ୍ତିଶାଳୀ ଥିଲା, ବହୁତ ଜ୍ଞାନୀ ବି ଥିଲା, ଆଉ ସେ ରାଜା ବି ଥିଲା, କିନ୍ତୁ ତାର ଚରିତ୍ର ଭଲ ନଥିଲା। ଅନ୍ୟର ସ୍ତ୍ରୀକୁ ଅପହରଣ କରି ନିଜ ପାଖରେ ଆଣି ରଖିଲା, ଶେଷରେ ସବୁ କିଛି ହରେଇଲା। ବାଳି ରାବଣଠୁ ବି ଅଧିକ ଶକ୍ତିଶାଳୀ ଥିଲା। ସେ ରାବଣକୁ ନିଜ କାଖ ତଳେ 6 ମାସ ପର୍ଯ୍ୟନ୍ତ ଦବେଇକି ରଖିଥିଲା। ବାଳି ସାମ୍ନାକୁ ଯିଏ ବି ଆସିଲା ତାର ଶକ୍ତି ଅଧା ହେଇକି ସବୁ ବାଳି ପାଖକୁ ଆସି ଯାଉଥିଲା, କିନ୍ତୁ ତାର ଚରିତ୍ର ଭଲ ନଥିଲା। ନିଜର ହିଁ ଭାଇର ସ୍ତ୍ରୀକୁ ଆଣି ନିଜ ପାଖରେ ରଖିଲା, ଶେଷରେ ସବୁ କିଛି ହରେଇଲା। ଚରିତ୍ର ମାନେ ଖାଲି ପୁରୁଷ ଆଉ ସ୍ତ୍ରୀ ସହିତ ସମ୍ବନ୍ଧ ରଖିବାଟା ନୁହଁ, ଅସଲି ଚରିତ୍ର ନିଜର କର୍ତ୍ତବ୍ୟରୁ ଜଣା ପଡିଥାଏ। ମହାଭାରତରେ ଧୃତରାଷ୍ଟ୍ରଙ୍କୁ ରାଜାର ପଦବୀ ଦାନରେ ମିଳିଥିଲା। ତାଙ୍କ ଭାଇ ପାଣ୍ଡୁ ଯେତେବେଳେ ଜଙ୍ଗଲ ଗଲେ, ସେତେବେଳେ ରାଜ୍ୟର ଭାର ଧୃତରାଷ୍ଟ୍ରଙ୍କୁ ଦେଇକି ଗଲେ, କିନ୍ତୁ ଜଙ୍ଗଲ ଗଲା ପରେ ଜଙ୍ଗଲରେ ହିଁ ପାଣ୍ଡୁଙ୍କର ଦେହାନ୍ତ ହୋଇଥିଲା। ରାଜାର ଅଧିକାର ଧୃତରାଷ୍ଟ୍ରଙ୍କୁ ତ ମିଳିଗଲା, କିନ୍ତୁ ପୁତ୍ର ମୁହଁରେ ଆସି ଧର୍ମ କ'ଣ ଅଧର୍ମ କ'ଣ ଏସବୁର ଜ୍ଞାନ ସେ ଭୁଲିଗଲେ। ରାଜାର ଅଧିକାର ଥାଇକି ବି ଅଧିକାର ପ୍ରତି ସେ ନିଜର କର୍ତ୍ତବ୍ୟ ଭୁଲିଗଲେ, ଶେଷରେ ସବୁ କିଛି ହରେଇଲେ। କର୍ତ୍ତବ୍ୟରୁ ଏଠି ଆଉ ଗୋଟେ କଥା ଶିଖିବାକୁ ପଡିବ, ଆପଣ କୋଉ ଭଳି ଲୋକମାନଙ୍କ ପାଇଁ କର୍ତ୍ତବ୍ୟ କରୁଛନ୍ତି। ମହାଭାରତରେ ଆଉ ଜଣେ ଶକ୍ତିଶାଳୀ ଯୋଦ୍ଧା ଥିଲେ, ସେ ହେଉଛି କର୍ଣ୍ଣ। ଶ୍ରୀକୃଷ୍ଣ ବି ଡରୁଥିଲେ, ଯଦି ଅର୍ଜୁନକୁ କିଏ ମାରିପାରିବ ସେ ହେଉଛି କର୍ଣ୍ଣ, କିନ୍ତୁ କର୍ଣ୍ଣ ସବୁବେଳେ ଦୁର୍ଯ୍ୟୋଧନ ସହିତ ରହୁଥିଲା। ଦୁର୍ଯ୍ୟୋଧନ ସବୁଠୁ ବଡ଼ ଅଧର୍ମୀ ଥିଲା, ଆଉ କର୍ଣ୍ଣ ଦୁର୍ଯ୍ୟୋଧନର ସବୁ ଅଧର୍ମ କାମରେ ସାଥ ଦେଲା, ଶେଷରେ ସର୍ବନାଶ ହେଇଗଲା। ସେଥିପାଇଁ ଆପଣ ବି କାହା ସାଥିରେ ରହୁଛନ୍ତି ଆଉ କ'ଣ କରୁଛନ୍ତି, ଏହାକୁ ଟିକେ ଧ୍ୟାନ ଦିଅନ୍ତୁ। ଧନ୍ୟବାଦ।